ଅନେକ ବର୍ଷ ପୂର୍ବେ ସୁବର୍ଣ୍ଣପୁର ନାମକ ଏକ ଗ୍ରାମରେ ସୁବୋଧ ନାମକ ଜଣେ ଅତ୍ୟନ୍ତ ଜିଜ୍ଞାସୁ ଏବଂ ନିର୍ଭୀକ ଯୁବକ ବାସ କରୁଥିଲେ। ଯେ ଶୁଣିବାକୁ ପାଇଥିଲେ ଯେ ଜଙ୍ଗଲର ସବୁଠାରୁ ଗଭୀର କୋଣରେ ଏକ ଅଦୃଶ୍ୟ ଦ୍ୱୀପ ଅଛି, ଯାହାକୁ ହଜାଇଲେ ମଣିଷ ନିଜର ଭବିଷ୍ୟତ ଦେଖିପାରିବ। ଯାହାକୁ ଜଲାଇଲେ, ସେ ଦ୍ୱୀପକୁ ଜଲାଇଲେ ମଣିଷ ନିଜର ଭବିଷ୍ୟତ ଦେଖିପାରିବ। ସୁବୋଧ ସେହି ଦ୍ୱୀପକୁ ଖୋଜିବା ପାଇଁ ଏକ ନିଶୁଣ ଅମାବାସ୍ୟା ରାତ୍ରିରେ ଯାତ୍ରା ଆରମ୍ଭ କଲେ, ଯେଉଁଠାରେ ବାଟରେ ତାଙ୍କୁ ପ୍ରଥମେ ମାୟାବୀ ନଦୀ ପାର କରିବାକୁ ପଡ଼ିଲା। ଏହାର ପାଣି ସ୍ରୋତ ବିପରୀତ ଦିଗକୁ ବହୁଥିଲା। ସେ ନଦୀର ପାର ହେବା ପାଇଁ ସେ ନିଜର ଶାରୀରିକ ବଳ ନୁହେଁ, ବରଂ ମାନସିକ ଶାନ୍ତିର ପ୍ରୟୋଗ କଲେ ଏବଂ ଶେଷରେ ଏକ ଗୁପ୍ତ ପାହାଡ଼ ପାଖରେ ପହଞ୍ଚିଲେ, ଯେଉଁଠାରେ 3ଟି ଦ୍ୱାର ଥିଲା। ପ୍ରଥମ ଦ୍ୱାରଟି ସୁନା ହୀରାରେ ଚମକୁଥିଲା। ଦ୍ୱିତୀୟ ଦ୍ୱାରଟି ବିଳାସପୂର୍ଣ୍ଣ ଖାଦ୍ୟରେ ଭରପୁର ଥିଲା, କିନ୍ତୁ ସୁବୋଧ ସେସବୁକୁ ପ୍ରତ୍ୟାଖ୍ୟାନ କରି ତୃତୀୟ ଦ୍ୱାରଟିକୁ ବାଛିଲେ, ଯାହା ଅତ୍ୟନ୍ତ ସାଧାରଣ ଏବଂ ପୁରୁଣା ଦେଖାଯାଉଥିଲା। ଗୁମ୍ଫା ଭିତରେ ପ୍ରବେଶ କରିବା ମାତ୍ରେ ଜଣେ ବୃଦ୍ଧ ଯୋଗୀ ତାଙ୍କୁ ସାମ୍ନାକୁ ଆସି କହିଲେ ଯେ ଭବିଷ୍ୟତ ଜାଣିବା ଅପେକ୍ଷା ବର୍ତ୍ତମାନକୁ ସୁଧାରିବା ହିଁ ବଡ଼ ଜ୍ଞାନୀର କାମ। ସୁବୋଧ ସେହି ମୂର୍ତ୍ତିରେ ବୁଝିପାରିଲେ ଯେ ଅଦୃଶ୍ୟ ଦ୍ୱୀପ କୌଣସି ବାହ୍ୟ ବସ୍ତୁ ନୁହେଁ, ବରଂ ନିଜ ଭିତରେ ଥିବା ସଦ୍ବୁଦ୍ଧି ଏବଂ ସତ୍କର୍ମର ପ୍ରକାଶ। ସେହି ଦିନଠାରୁ ସୁବୋଧ ଗାଁକୁ ଫେରି ଆସି ଲୋକମାନଙ୍କ ସେବା କଲେ ଏବଂ ଜଣେ ପ୍ରକୃତ ଜ୍ଞାନୀ ଭାବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଆମେ ଯେତେବେଳେ ବାହ୍ୟ ଚମକ ଧମକ ଛାଡ଼ି ନିଜର କର୍ତ୍ତବ୍ୟ ପଥରେ ଚାଲୁ, ସେତେବେଳେ ଭାଗ୍ୟ ନିଜେ ଆମକୁ ବାଟ ଦେଖାଇଥାଏ। ପ୍ରାଚୀନ କାଳରେ ରତ୍ନପୁର ନାମକ ଏକ ସମୃଦ୍ଧ ରାଜ୍ୟରେ ଜଣେ ନ୍ୟାୟପ୍ରିୟ ରାଜା ରାଜୁତି କରୁଥିଲେ, ଯାହାଙ୍କର ସୁମନ୍ତ ନାମକ ଜଣେ ଅତି ବୁଦ୍ଧିମାନ ଏବଂ ଚତୁର ମନ୍ତ୍ରୀ ଥିଲେ। ଦିନେ ରାଜଭଣ୍ଡାରରୁ ଏକ ଅତି ମୂଲ୍ୟବାନ ହୀରା ଚୋରି ହୋଇଗଲା, ଯାହାକୁ ଜଗିବା ପାଇଁ ଶତାଧିକ ପ୍ରହରୀ ନିୟୋଜିତ ଥିଲେ। କିନ୍ତୁ କେହି ବି ଜାଣିପାରିଲେ ନାହିଁ ଯେ ଚୋର କେଉଁ ବାଟ ଦେଇ ପ୍ରବେଶ କଲା। ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ସୁମନ୍ତକୁ ଚୋର ଧରିବା ପାଇଁ 7 ଦିନ ସମୟ ଦେଲେ। ସୁମନ୍ତ କୌଣସି ସୈନ୍ୟବାହିନୀ ବ୍ୟବହାର ନ କରି ଏକ ନିଆରା ଉପାୟ ଚିନ୍ତା କଲେ। ସେ ରାଜ୍ୟର ସମସ୍ତ ସନ୍ଦିଗ୍ଧ ବ୍ୟକ୍ତି ଏବଂ ସେହିଦିନ ଦାୟିତ୍ୱରେ ଥିବା ପ୍ରହରୀମାନଙ୍କୁ ଏକ ବଡ଼ ସଭାଗୃହକୁ ଡାକିଲେ। ସେ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଲେଖାଏଁ କାଠ ବାଡ଼ି ଦେଇ କହିଲେ, ଏହା ହେଉଛି ଏକ ଯାଦୁକରୀ ବାଡ଼ି। ଯେ ଚୋର ଥିବ, ତାର ବାଡ଼ିଟି ଆସନ୍ତାକାଲି ସକାଳ ସୁଦ୍ଧା 2 ଇଞ୍ଚ ଲମ୍ବା ହୋଇଯିବ। ସମସ୍ତେ ନିଜ ନିଜ ଘରକୁ ଫେରିଗଲେ, କିନ୍ତୁ ପ୍ରକୃତ ଚୋରଟି ମନେ ମନେ ସେ ବହୁତ ଭୟଭୀତ ହୋଇଥିଲା। ସେ ଭାବିଲା ଯଦି ସକାଳେ ତାର ବାଡ଼ିଟି ଲମ୍ବା ହୋଇଯାଏ, ତେବେ ସେ ଧରା ପଡ଼ିଯିବ। ତେଣୁ ସେ ଚତୁରତା ଦେଖାଇ ନିଜ ବାଡ଼ିକୁ ଆଗୁଆ 2 ଇଞ୍ଚ ଛୋଟ କରିଦେଲା। ପରଦିନ ସକାଳେ ଯେତେବେଳେ ସୁମନ୍ତ ସମସ୍ତଙ୍କ ବାଡ଼ି ପରୀକ୍ଷା କଲେ, ସେ ଦେଖିଲେ ଯେ ଜଣେ ପ୍ରହରୀର ବାଡ଼ି ଅନ୍ୟମାନଙ୍କ ଅପେକ୍ଷା 2 ଇଞ୍ଚ ଛୋଟ ଅଛି। ସୁମନ୍ତ ସାଙ୍ଗେ ସାଙ୍ଗେ ତାକୁ ଚୋର ବୋଲି ଚିହ୍ନଟ କଲେ, କାରଣ ବାସ୍ତବରେ ସେ ବାଡ଼ିରେ କୌଣସି ଯାଦୁ ନଥିଲା। ତାହା କେବଳ ଚୋରର ମାନସିକତା ପରୀକ୍ଷା କରିବା ପାଇଁ ଏକ କୌଶଳ ଥିଲା। ଚୋରଟି ନିଜର ଭୁଲ ସ୍ୱୀକାର କଲା ଏବଂ ହୀରାଟିକୁ ଫେରାଇ ଦେଲା। ରାଜା ସୁମନ୍ତଙ୍କ ଏହି ଅସାଧାରଣ ବୁଦ୍ଧିମତ୍ତା ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କଲେ। ଏହି କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ କଠିନରୁ କଠିନ ସମସ୍ୟା କିମ୍ବା ରହସ୍ୟକୁ ବଳ ପ୍ରୟୋଗ ନ କରି ମଧ୍ୟ କେବଳ ବୁଦ୍ଧି ଏବଂ ବିବେକ ବଳରେ ସଠିକ ଭାବେ ସମାଧାନ କରାଯାଇପାରେ। ଅନେକ ବର୍ଷ ପୂର୍ବେ ସାଗରଗଡ଼ ନାମକ ଏକ ବନ୍ଦର ସହରରେ ଆର୍ଯ୍ୟନ ନାମକ ଜଣେ ସାହସୀ ନାବିକ ବାସ କରୁଥିଲେ, ଯେ ଶୁଣିବାକୁ ପାଇଥିଲେ ଯେ ସମୁଦ୍ର ମଧ୍ୟରେ ଏକ ଏପରି ଅଜ୍ଞାତ ଦ୍ୱୀପ ଅଛି, ଯେଉଁଠାରେ ସମୟର ଝରଣା ବହୁଛି ଏବଂ ସେହି ଝରଣାର ଜଳ ପିଇଲେ ମଣିଷ କେବେ ବୁଢ଼ା ହୁଏ ନାହିଁ। ଆର୍ଯ୍ୟନ ନିଜର ଦଳବଲ ସହିତ ସେ ଦ୍ୱୀପର ସନ୍ଧାନରେ ବାହାରିଲେ, କିନ୍ତୁ ବାଟରେ ତାଙ୍କୁ ଭୟଙ୍କର ସାମୁଦ୍ରିକ ତୋଫାନ ଏବଂ ବିଶାଳକାୟ ସାମୁଦ୍ରିକ ଜୀବମାନଙ୍କର ସାମ୍ନା କରିବାକୁ ପଡ଼ିଲା। ଅନେକ ଦିନର କଠିନ ଯାତ୍ରା ପରେ ସେମାନେ ଏକ କୁହୁଡ଼ି ଘେରା ଦ୍ୱୀପରେ ପହଞ୍ଚିଲେ, ଯେଉଁଠାରେ ଗଛର ପତ୍ରଗୁଡ଼ିକ ସୁନା ପରି ଚମକୁଥିଲା ଏବଂ ପକ୍ଷୀମାନେ ଅଦ୍ଭୁତ ସ୍ୱରରେ ଗୀତ ଗାଉଥିଲେ। ସେହି ଦ୍ୱୀପର ମଧ୍ୟଭାଗରେ ଏକ ଗୁମ୍ଫା ଥିଲା, ଯେଉଁଠାରେ ସେହି ସମୟର ଝରଣା ବହୁଥିଲା। ଯେମିତି ଆର୍ଯ୍ୟନ ସେହି ଜଲକୁ ଛୁଇଁବାକୁ ଗଲେ, ଜଣେ ଦିବ୍ୟ ପୁରୁଷ ପ୍ରକଟ ହୋଇ କହିଲେ, ହେ ନାବିକ, ଏହି ଜଲ ତୁମକୁ ଅମର କରିଦେବ ସତ, କିନ୍ତୁ ଏହାର
ବଦଳରେ ତୁମକୁ ତୁମର ସମସ୍ତ ପୁରୁଣା ସ୍ମୃତି ଏବଂ ପ୍ରିୟଜନଙ୍କ କଥା ଭୁଲିବାକୁ ପଡ଼ିବ। ଆର୍ଜନିକ ମୁହୂର୍ତ୍ତ ପାଇଁ ଅଟକି ଗଲେ ଏବଂ ଗଭୀର ଭାବେ ଚିନ୍ତା କଲେ। ସେ ଅନୁଭବ କଲେ ଯେ ଯଦି ସେ ନିଜର ପରିବାର, ବନ୍ଧୁ ଏବଂ ନିଜର ଅତୀତକୁ ଭୁଲିଯିବେ, ତେବେ ସେହି ଅମରତ୍ୱର କୌଣସି ମୂଲ୍ୟ ରହିବ ନାହିଁ। ଜୀବନର ପ୍ରକୃତ ସୁନ୍ଦରତା ତାର ସୀମିତ ସମୟ ଏବଂ ସେହି ସମୟ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ମଧ୍ୟରେ ହିଁ ଥାଏ। ସେହି ଜଳ ନ ପିଇ ଖାଲି ହାତରେ ନିଜ ସହରକୁ ଫେରି ଆସିଲେ ଏବଂ ସମସ୍ତଙ୍କୁ ବୁଝାଇ କହିଲେ ଯେ ମଣିଷକୁ ଅମର ହେବା ପାଇଁ କୌଣସି ଯାଦୁକରୀ ଜଳର ଆବଶ୍ୟକତା ନାହିଁ, ବରଂ ନିଜର ସତ୍କର୍ମ ଏବଂ ଅନ୍ୟର ସେବା ଦ୍ୱାରା ହିଁ ସେ ଲୋକଙ୍କ ହୃଦୟରେ ଚିରଦିନ ପାଇଁ ଅମର ହୋଇ ରହିପାରିବ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ସମୟ ଅମୂଲ୍ୟ ଏବଂ ତାକୁ ଲୋଭରେ ନଷ୍ଟ ନ କରି ଭଲ କାମରେ ଲଗାଇବା ହିଁ ଶ୍ରେଷ୍ଠ ବୁଦ୍ଧିମତ୍ତା। ଅନେକ ବର୍ଷ ପୂର୍ବେ ନୀଳଗିରି ପାହାଡ଼ ପାଦଦେଶରେ ଥିବା ଏକ ଛୋଟ ଗାଁରେ ମାଧବ ନାମକ ଜଣେ ଅତି ପରିଶ୍ରମୀ କାଠୁରିଆ ବାସ କରୁଥିଲେ, ଯିଏ ପ୍ରତିଦିନ ଜଙ୍ଗଲକୁ ଯାଇ ଶୁଖିଲା କାଠ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଦିନେ କାଠ ଖୋଜୁ ଖୋଜୁ ସେ ଜଙ୍ଗଲର ଏପରି ଏକ ଅଜ୍ଞାତ ଅଞ୍ଚଳରେ ପହଞ୍ଚିଗଲେ ଯେଉଁଠାରେ ଏକ ବିଶାଳ କୁହୁଡ଼ି ଘେରା ପାହାଡ଼ ଥିଲା, ଯାହାକୁ ଗାଁ ଲୋକେ ସୁନା ପାହାଡ଼ ବୋଲି କହୁଥିଲେ। ସେହି ପାହାଡ଼ର ଗୋଟିଏ ବିଶେଷତ୍ୱ ଥିଲା ଯେ ସେଠାରେ ଏକ ମାୟାବୀ ଝରଣା ବହୁଥିଲା, ଯାହାର ପାଣି ଧଳା ନୁହେଁ ବରଂ ସୁନା ରଙ୍ଗର ଦେଖାଯାଉଥିଲା। ମାଧବ ଯେତେବେଳେ ସେହି ଝରଣା କୂଳରେ ବସି ବିଶ୍ରାମ ନେଉଥିଲେ, ହଠାତ୍ ତାଙ୍କ ପୁରୁଣା ଲୁହା କୁରାଢ଼ୀଟି ପାଣି ଭିତରେ ପଡ଼ିଗଲା। ମାଧବ ବହୁତ ଦୁଃଖିତ ହୋଇ କାନ୍ଦିବାକୁ ଲାଗିଲେ, କାରଣ ସେହି କୁରାଢ଼ୀରେ ହିଁ ତାଙ୍କର ଏକମାତ୍ର ସମ୍ବଳ ଥିଲା। ତାଙ୍କର କାନ୍ଦ ଶୁଣି ଝରଣା ମଧ୍ୟରୁ ଜଣେ ବନଦେବୀ ପ୍ରକଟ ହେଲେ ଏବଂ ତାଙ୍କ ହାତରେ ଏକ ଚମତ୍କାରୀ ସୁନା କୁରାଢ଼ୀ ଧରି ପଚାରିଲେ, କାଠୁରିଆ ଭାଇ, ଏଇ କ'ଣ ତୁମର କୁରାଢ଼ୀ? ମାଧବ ଜଣେ ଅତି ସଚ୍ଚୋଟ ବ୍ୟକ୍ତି ଥିଲେ। ସେ ବିନା ଦ୍ୱିଧାରେ କହିଲେ, ନା ମା, ଏହା ମୋର ନୁହେଁ। ଏହାପରେ ଦେବୀ ଏକ ରୂପା କୁରାଢ଼ୀ ବାହାର କଲେ, କିନ୍ତୁ ମାଧବ ସେଥିରେ ମଧ୍ୟ ମନା କଲେ। ଶେଷରେ ଯେତେବେଳେ ଦେବୀ ତାଙ୍କର ସେହି ପୁରୁଣା ଲୁହା କୁରାଢ଼ୀକୁ ବାହାର କଲେ, ମାଧବ ଖୁସିରେ ଚିତ୍କାର କରି କହିଲେ, ହଁ ମା, ଏ ହିଁ ମୋର କୁରାଢ଼ୀ। ମାଧବଙ୍କର ଏହି ନିଷ୍କପଟ ସତ୍ୟବାଦିତା ଏବଂ ଲୋଭହୀନ ମନୋଭାବ ଦେଖି ବନଦେବୀ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ପୁରସ୍କାର ସ୍ୱରୂପ ସେହି ସୁନା ଓ ରୂପା କୁରାଢ଼ୀ ମଧ୍ୟ ପ୍ରଦାନ କଲେ। ମାଧବ ସେହିଦିନଠାରୁ ଜଣେ ଧନୀ ବ୍ୟକ୍ତି ହୋଇଗଲେ ସତ, କିନ୍ତୁ ସେ କେବେ ବି ନିଜର ପରିଶ୍ରମ ଏବଂ ସଚ୍ଚୋଟତାକୁ ଛାଡ଼ିଲେ ନାହିଁ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦିଏ ଯେ ସଂସାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ସାଧୁତା, କାରଣ ଲୋଭ ମଣିଷକୁ ପତନ ଆଡ଼କୁ ନେଇଯାଏ, କିନ୍ତୁ ସତ୍ୟତା ସବୁବେଳେ ଉନ୍ନତି ଓ ସମ୍ମାନର ବାଟ ଦେଖାଇଥାଏ।